नमस्कार दर्शक बंधु आज सन्धार 10टी गुरुत्वपूर्ण खबर नहीं आसी तेज खबर देखा पूर्व आपण जिला को भल पाते आपण जिलार ना कमेंट लिखि वीडियो को लाइक कर दिंतु आउ हाँ वीडियो को शेष पर्यंत देखु जहाँफल प्रत्येक खबर आपण टिकी देखिपारे। दीपावली ପାଇଁ ଗରିବକୁ ଭେଟି ଘରେ ଘରେ ମାଗଣା ସିଲିଣ୍ଡର ପହଞ୍ଚାଇବେ ସରକାର। ତେବେ ସରକାରଙ୍କର ବଡ଼ ଘୋଷଣା ଦୀପାବଳିରେ ମିଳିବ ଏମାନଙ୍କୁ ମାଗଣା ସିଲିଣ୍ଡର। ଜାଣନ୍ତୁ କାହାକୁ ମିଳିବ କେଉଁ ଜାଗାରେ ମିଳିବ। ତେବେ ଦୀପାବଳି ଖୁସିକୁ ଦ୍ୱିଗୁଣିତ କରିବା ପାଇଁ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ନିକଟରେ ଦୀପାବଳିର ସରକାର ମାଗଣା ରନ୍ଧନ ଗ୍ୟାସ୍ ଯୋଗାଇ ଦେବା ପାଇଁ ଘୋଷଣା ମଧ୍ୟ କରିଛନ୍ତି। ଏହା ଅଧୀନରେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ସମସ୍ତ ହିତାଧିକାରୀଙ୍କୁ ମାଗଣା ସିଲିଣ୍ଡର ପ୍ରଦାନ କରିବାକୁ ଘୋଷଣା କରାଯାଇଛି। ତେବେ ସବୁଠାରୁ ବଡ଼ କଥା ହେଉଛି ଯେ ଏହି ସିଲିଣ୍ଡର ଗୁଡ଼ିକ ଦୀପାବଳି ପୂର୍ବରୁ ହିତାଧିକାରୀଙ୍କ ଘରେ ପହଞ୍ଚିବ। ଏ ସମ୍ପର୍କରେ ଅଧିକାରୀଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦିଆଯାଇଛି। ତେବେ ଦୀପାବଳିରେ ଲୋକଙ୍କ ଖୁସିକୁ ଆହୁରି ବଢ଼ାଇବା ପାଇଁ ଉତ୍ତରପ୍ରଦେଶର ଯୋଗୀ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ଦୀପାବଳିରେ ଘରେ ଘରେ ଉଜ୍ଜ୍ୱଳା ଗ୍ୟାସ୍ ମାଗଣା ମିଳିବ। ସବୁ ହିତାଧିକାରୀଙ୍କୁ ମିଳିବ ମାଗଣା ଗ୍ୟାସ୍। ଆଉ ଏପଟେ ଆମ ଓଡ଼ିଶାରେ ସବୁ ଦରଦାମ ବଢ଼ିଗଲାଣି। ପରିବାଠୁ ଆରମ୍ଭ କରି ତେଲ ଲୁଣ ଡାଲି ସବୁ କିଛି ବଢ଼ିଗଲାଣି। ଆଉ ଗୋଟିଏ ସୁଭଦ୍ରା ଟଙ୍କା ଯାହା ମିଳିଥିଲା ବାକି ଲୋକମାନଙ୍କୁ ମଧ୍ୟ ଏପର୍ଯ୍ୟନ୍ତ ଟଙ୍କା ମିଳିନାହିଁ, ଯାହା ଲୋକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହେଉଛି। ତେବେ ଏପଟେ ସୁଭଦ୍ରା ଟଙ୍କା ଦେଇ ସେପଟେ ପରିବା ତେଲ ଲୁଣ ଡାଲି ସବୁ ବଢ଼ିଗଲାଣି। ଏ ନେଇକି ମଧ୍ୟ ଗ୍ରାହକମାନେ ଚିନ୍ତାରେ। ସବୁଠାରୁ ବଡ଼ ଖବର ଯାହା ଜାଣିବା ଆପଣଙ୍କ ପାଇଁ ନିହାତି ଜରୁରୀ। ତେବେ ସାଇବର ଠକଙ୍କ ଧମକ ଶୁଣି ଚାଲିଗଲା ଶିକ୍ଷୟିତ୍ରୀଙ୍କ ଜୀବନ। ତେବେ ଝିଅ ସେକ୍ସ ର୍ୟାକେଟରେ ଧରା ପଡ଼ିଛି। 15 ମିନିଟରେ ଲକ୍ଷେ ଟଙ୍କା ଦିଅ ନହେଲେ ଝିଅର ସବୁ ଫଟୋ ଭିଡ଼ିଓ ଭାଇରାଲ କରିଦେବୁ, ଏମିତି କିଛି କଲ୍ ଆସିଥିଲା ଶିକ୍ଷୟିତ୍ରୀଙ୍କୁ। ଆଉ ସାଇବର ଠକଙ୍କ ଏପରି ଧମକ ଶୁଣି ଚିନ୍ତାରେ ହୃଦଘାତରେ ମାଆଙ୍କ ଜୀବନ ଚାଲିଯାଇଛି। ଏଭଳି ଏକ ଘଟଣା ଘଟିଛି ଯାହା ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବେ। ହୁଏତ ଆଜିକାଲି ଆପଣଙ୍କୁ ମଧ୍ୟ ଏଇ ଟାଇପର କଲ୍ ଆସିଯାଇପାରେ, କିନ୍ତୁ କ'ଣ ହେଇଛି ଘଟଣା ପୁରା ଡିଟେଲ ଜାଣନ୍ତୁ। ତେବେ ଉତ୍ତରପ୍ରଦେଶ ଆଗ୍ରାରୁ ଏମିତି ଖବର ଆସିଛି। ତେବେ ମୃତକ ହେଲେ 58 ବର୍ଷୀୟ ମାଳତୀ ବର୍ମା। ସେ ଜଣେ ପେଶାରେ ଟିଚର ଜଣେ। ମାଳତୀ ସ୍କୁଲରେ ଥିବାବେଳେ ହଠାତ୍ ହ୍ୱାଟ୍ସଆପ୍ ନମ୍ବରକୁ କଲ୍ ଆସିଥିଲା। ଆଉ ଡିପିରେ ପୋଲିସ ପୋଷାକ ପିନ୍ଧିଥିବା ଜଣଙ୍କର ଫଟୋ ମଧ୍ୟ ଲାଗିଥିଲା। ଶିକ୍ଷୟିତ୍ରୀ ଫୋନ୍ ରିସିଭ୍ କଲା ମାତ୍ରେ କୁହାଗଲା ଯେ ଝିଅ ସେକ୍ସ ର୍ୟାକେଟରେ ଧରା ପଡ଼ିଛି। ତାହାର ଅଶ୍ଳୀଳ ଭିଡ଼ିଓ ଆମ ପାଖରେ ଅଛି। 15 ମିନିଟରେ ଲକ୍ଷେ ଟଙ୍କା ନଦେଲେ ତାହାର ଭିଡ଼ିଓ ଭାଇରାଲ କରିଦେବୁ ବୋଲି ଧମକ ଦେଲେ। ଆଉ ସାଇବର ଠକମାନେ ତାଙ୍କୁ 8 ଥର କଲ୍ କରିଥିଲେ। ଧୀରେ ଧୀରେ ମାଳତୀ ଦେବୀ ଅସୁସ୍ଥତା ଅନୁଭବ କରିଥିଲେ। ପରିବାର ଲୋକ ତାଙ୍କୁ ମେଡିକାଲ ନେଇଥିଲେ। ଆଉ ସେଠାରେ ତାଙ୍କର ହାର୍ଟ ଆଟାକରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ଡାକ୍ତର କହିଛନ୍ତି। ତେବେ ପୋଲିସ ମାମଲାର ଯାଞ୍ଚ କରିବା ସହିତ ସାଇବର ଠକକୁ ଖୋଜିବା ପାଇଁ ଛାନଭିନ ଚଳାଇଛି। ତେବେ ଏଭଳି ଘଟଣା ଶୁଣି ଶିକ୍ଷୟିତ୍ରୀ ଜଣକ ମନ ଭାଙ୍ଗି ଦେଇଥିଲେ ଏବଂ ନିଜ ଝିଅ ଚିନ୍ତାରେ ପଡ଼ିଯାଇଥିଲେ। କିନ୍ତୁ ଝିଅର ସେସବୁ କିଛି ହୋଇନାହିଁ। ସାଇବର ଠକ ଏମିତି ମିଛରେ କଲ୍ କରିକି ଫସାନ୍ତି ଏବଂ ଟଙ୍କା ମଧ୍ୟ ଲୁଟନ୍ତି। ତେଣୁ ସାଇବର ଠକ ଏପରି ଅପରାଧରେ ଜଣ ଜଣଙ୍କର ଜୀବନ ମଧ୍ୟ ଚାଲିଯାଉଛି। ତେଣୁ ଆପଣମାନେ ମଧ୍ୟ ସତର୍କ ରୁହନ୍ତୁ। ଆପଣଙ୍କୁ ହୁଏତ ଏଇ ଟାଇପର କଲ୍ ଆସିପାରେ, କେବେ ବି ନିଜେ ଡରନ୍ତୁ ନାହିଁ, ସିଧା ଯାଇ ପୋଲିସରେ ଏଫଆଇଆର କରନ୍ତୁ। ତେବେ ଆଉ ଗୋଟେ ବଡ଼ ଖବର, କିଛି ଦିନ ପୂର୍ବେ ଆପଣମାନେ ଜାଣିଥିବେ ତିରୁପତିରେ ମାଛ ତେଲ ଏବଂ ଚର୍ବି ତେଲରେ ଲଡୁ ପ୍ରସ୍ତୁତ ହେଉଥିଲା, ଯାହାଫଳରେ ଧରା ପଡ଼ିଥିଲା। ଏବଂ ସେହି ଲଡୁ ମଧ୍ୟ ଲକ୍ଷ ଲକ୍ଷ ଲଡୁ ଯାଇଥିଲା ଅଯୋଧ୍ୟାକୁ। ଅଯୋଧ୍ୟାରେ ଥିବା ଲୋକମାନେ ମଧ୍ୟ ପ୍ରସାଦ ଭାବି ଖାଇଥିଲେ, ଏପର୍ଯ୍ୟନ୍ତ ମଧ୍ୟ ଖାଉଥିଲେ। ଆଉ ଶେଷରେ ଧରା ପଡ଼ିବାରୁ ସବୁ କିଛି ଖୋଳତାଡ଼ ହେଲା, ତଦନ୍ତ ମଧ୍ୟ ଚାଲିଛି। ସେ ନେଇକି ମଧ୍ୟ ଆମର ଓଡ଼ିଶାରେ ଶ୍ରୀମନ୍ଦିରର ପ୍ରଶାସନ ପକ୍ଷରୁ ମଧ୍ୟ ତଦନ୍ତ ଚାଲିଥିଲା। ପ୍ରକୃତ ଘିଅରେ ହେଉଛି ନା ନିମ୍ନମାନରେ ହେଉଛି। କିନ୍ତୁ ଆଜି ଧରା ପଡ଼ିଛି ଯେ ବଳଦେବ ଜୀଉ ମନ୍ଦିରରେ ଏଭଳି ଘଟଣା ମିଳିଛି। ଅମିଶ୍ରିତ ଘିଅରେ ପ୍ରସ୍ତୁତ ହେଉଛି ବଳଦେବ ଜୀଉଙ୍କ ଭୋଗ। ତେଣୁ କୁଆଡ଼ୁ କୁଆଡ଼ୁ ଲୋକ ଆସୁଛନ୍ତି ଟିକେ ପ୍ରସାଦ ଖାଇବା ପାଇଁ। ଆଉ ପ୍ରସାଦ ପାଇଁକି ସରକାରଙ୍କ ତରଫରୁ ସବୁ କିଛି ଆୟୋଜନ ହେଉଛି। ଆଉ ଏପଟେ ଅମିଶ୍ରିତ ଘିଅରେ ମଧ୍ୟ ଚାଲିଥିଲା ପ୍ରସାଦ, ଯାହାଫଳରେ ଲୋକମାନେ ଶୁଣି ଆଶ୍ଚର୍ଯ୍ୟ ହେଲେ ଏବଂ ସେବାୟତ ଭକ୍ତଙ୍କର ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ତେବେ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ନିମ୍ନମାନର ଘିଅମାନଙ୍କୁ ତଦନ୍ତ ଆରମ୍ଭ ହୋଇଛି। କିଏ ଏହି ନିମ୍ନମାନର ଘିଅ କରୁଛି ଆଉ ଚର୍ବି ମିଶିବା ଅଭିଯୋଗ ମଧ୍ୟ ଆସିଛି। ତେବେ ରାସନ କାର୍ଡକୁ ନେଇ ଆସିଲା ଆଉ ଏକ ବଡ଼ ଖବର। ଆପଣମାନେ ଯଦି ରାସନ କାର୍ଡ ଇ-କେୱାଇସି କରିନାହାନ୍ତି, ଆଜିଠୁ ଇ-କେୱାଇସି ଆଉ କରନ୍ତୁ ନାହିଁ। କାହିଁକି ନା ଆପଣଙ୍କ ଘର ପାଖକୁ ଯିବେ କିଛି ଏମ୍ପ୍ଲୟି, ସରକାରଙ୍କର କିଛି ଏମ୍ପ୍ଲୟି ଯିବେ ଆପଣଙ୍କ ଘର ପାଖରେ ଯାଇ ଇ-କେୱାଇସି କରି ଆସିବେ। ତେଣୁ ଭାରତ ସରକାରଙ୍କ ତରଫରୁ ସାଧାରଣ ଲୋକଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି। ଆଉ ରାସନ କାର୍ଡ ଏକ ପ୍ରମୁଖ ଯୋଜନା, ଯେ ରାସନ କାର୍ଡ ଥିଲେ ସମସ୍ତ ପ୍ରକାର ସୁବିଧା ମିଳିବ। ତେଣୁ କୁହାଯାଉଛି ଯେ ରାସନ କାର୍ଡରେ ଏବେ ସରକାର ଗହମ ଦଉଛନ୍ତି, ତା ସହିତ ଆହୁରି 8-9 ପ୍ରକାର ଆଇଟମ ମିଳିବ। ବାହାରେ
ଯେମିତି ତେଲ ମସଲା ଡାଲି ଲୁଣ ମିଳୁଛି ସେଇ ଟାଇପର ଓଡ଼ିଶାରେ ମଧ୍ୟ ମିଳିବ। କିନ୍ତୁ ଏପର୍ଯ୍ୟନ୍ତ କୁହାଯାଇ ନାହିଁ ଯେ ଆପଣ ଇକେୱାଇସି ଯେଉଁମାନେ କରିନାହାନ୍ତି ସେମାନେ ତୁରନ୍ତ କରିନିଅନ୍ତୁ, ନହେଲେ ଆପଣଙ୍କ ରାସନ କାର୍ଡ ମଧ୍ୟ କଟିଯିବ। ତେବେ କୁହାଯାଉଛି ଯେ 16 ଲକ୍ଷ ହିତାଧିକାରୀ ଅଯୋଗ୍ୟ ହିତାଧିକାରୀ ଅଛନ୍ତି, ତାଙ୍କ ନାଁ କଟାଗଲେ ନୂଆ ରାସନ କାର୍ଡ ମିଳିବାକୁ ଯାଉଛି। ତେଣୁ ଆପଣମାନେ ଯଦି ଇକେୱାଇସି କରିନାହାନ୍ତି ଗୋଟିଏ କମେଣ୍ଟ କରନ୍ତୁ। ତା ସହିତ ଆମ ଚ୍ୟାନେଲକୁ ଯଦି ନୂଆ ଅଛନ୍ତି ସବସ୍କ୍ରାଇବ ମଧ୍ୟ କରିଦିଅନ୍ତୁ। ଭିଡ଼ିଓକୁ ଲାଇକ୍ କରି ଆପଣଙ୍କ ଜିଲ୍ଲାର ନାଁ ମଧ୍ୟ ଲେଖିଦିଅନ୍ତୁ। ଚାଲନ୍ତୁ ପରବର୍ତ୍ତୀ ଖବର ଉପରେ ନଜର ପକାଇବା। ଏଥର ବାଣ ପ୍ରତିଯୋଗିତା ବନ୍ଦ, ହାଇକୋର୍ଟଙ୍କ ନିର୍ଦ୍ଦେଶ। ରାବଣ ପୋଡିରେ ହେବନି ବାଣ ପ୍ରତିଯୋଗିତା। କଟକରେ ରାବଣ ପୋଡି ଉତ୍ସବରେ ବାଣ ପ୍ରତିଯୋଗିତା ଗୁରୁତ୍ୱ ଦିଆଯାଇଥାଏ, କିନ୍ତୁ ସରକାର ଅନୁମତି ଦେଇଛନ୍ତି ଯେ ବାଣ ପ୍ରତିଯୋଗିତା ହେବ ନାହିଁ। ଆଡଭୋକେଟ କମିଟି ସବୁଜ ବାଣ ଉପରେ ବ୍ୟବହାର ଦେଇଥିବା ପ୍ରସ୍ତାବରେ ସମ୍ମତି ପ୍ରକାଶ କରିଛନ୍ତି ହାଇକୋର୍ଟ। ଆସନ୍ତା 10 ତାରିଖ ସୁଦ୍ଧା ରାବଣ ପୋଡି ଉତ୍ସବ ପାଇଁ ବାଲିଯାତ୍ରା ତଳ ପଡ଼ିଆରେ ସମସ୍ତ ପ୍ରକାର ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି, କିନ୍ତୁ ବାଣ ପ୍ରତିଯୋଗିତା ହେବ ନାହିଁ। ସଠିକ ଢଙ୍ଗରେ ଟ୍ରାଫିକ ଚାଳନା ଏବଂ ଡିସିପିକୁ ମଧ୍ୟ ନିର୍ଦ୍ଦେଶ ଦେଇଛି। ସେଠାରେ ବେଆଇନ ପାର୍କିଂ ଉପରେ ମଧ୍ୟ ରୋକ ଲଗାଯାଇଛି। ତେଣୁ ସବୁଠାରେ କୁହାଯାଉଛି ଯେ ଏଥର କିଭଳି ଶାରଦୀୟ ଦୁର୍ଗାପୂଜା ଭଲରେ ହେବ, ଆଉ ନିଶାମୁକ୍ତ ଅଞ୍ଚଳ ହେବ, ତା ସହିତ ଡିଜେ ମଧ୍ୟ ବାଜିବ ନାହିଁ, ଗାମୁଛା ରୁମାଲ ଧରି ନାଚିବା ମନା ଏବଂ ବାଣ ପ୍ରତିଯୋଗିତା ମଧ୍ୟ ମନା। ଏସବୁ ସରକାର ନିଜେ ଘୋଷଣା କରିଛନ୍ତି। ତେବେ ଆଉ ଗୋଟେ ବଡ଼ ଖବର, 2025 ବର୍ଷର ଯୁକ୍ତ 2 ପରୀକ୍ଷା ତାରିଖ ଘୋଷଣା। ଫେବୃଆରୀ 15 ହେବ ଆରମ୍ଭ। ଆଉ ଏନେଇ ନୂଆ ଢାଞ୍ଚାରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀମାନେ। ସୂଚନା ଅନୁସାରେ ଇଣ୍ଟରନାଲ ପରୀକ୍ଷା ଡିସେମ୍ବର 26ରୁ ଡିସେମ୍ବର 30 ଯାଏଁ ହେବ। ପରେ 2025 1ରୁ 12 ତାରିଖ ପର୍ଯ୍ୟନ୍ତ ପ୍ରାକ୍ଟିକାଲ ପରୀକ୍ଷା ହେବ। ତାପରେ ମେନ୍ ଏକ୍ଜାମ ଏବଂ ମୁଖ୍ୟ ପରୀକ୍ଷା ଫେବୃଆରୀ 15ରୁ ଆରମ୍ଭ ହୋଇ ମାର୍ଚ୍ଚ 20ରେ ସରିବ ବୋଲି କୁହାଯାଉଛି। ଏଇ 7 ବର୍ଷର କୁନି ଝିଅକୁ ଦେଖନ୍ତୁ, ଏସିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛି ଏଇ କୁନି ଝିଅଟି ରିତିକା। ବୟସ ମାତ୍ର 7 ବର୍ଷ। ଯେଉଁ ବୟସରେ ପିଲାମାନେ ଖେଳକୁଦରେ ମନ ବଳାଇଛନ୍ତି, ସେହି ବୟସରେ କୁନି ପ୍ରତିଭା ଅଧିକାରୀ ପାଇଛନ୍ତି ରିତିକା। ତାଙ୍କ ନାଁ ଯେମିତି କାମ ମଧ୍ୟ ସେମିତି। ଖାଲି ପରିବାର ପାଇଁ ଖୁସି ଆଣିନାହାନ୍ତି, ବରଂ ପୁରୀ ଜିଲ୍ଲା ପାଇଁ ଆଣିଛନ୍ତି ଗୌରବ। ପ୍ରଥମେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଁ ଏସିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ ପୁରୀର କୁନି ଝିଅ ରିତିକା ପ୍ରିୟଦର୍ଶିନୀ। ମାତ୍ର 36 ସେକେଣ୍ଡରେ ଓଡ଼ିଶୀ ନୃତ୍ୟରେ 51ଟି ମୁଦ୍ରାକୁ ପ୍ରଦର୍ଶିତ କରି ରିତିକା ଏସିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି। ଗୋଟିଏ ମିନିଟ ଭିତରେ 51ଟି ଓଡ଼ିଶୀ ନୃତ୍ୟ ମୁଦ୍ରା ପ୍ରଦର୍ଶିତ କରିବା ପାଇଁ ଏସିଆ ବୁକ୍ ଅଫ୍ ରେକର୍ଡରେ ମଧ୍ୟ ପ୍ରକାଶ ପାଇଛି ନା। ତେଣୁ ଏଇଭଳିଆ କୁନି କୁନି ପିଲାମାନେ 2ରୁ 3 ବର୍ଷ ପିଲା ମଧ୍ୟ ପାଉଛନ୍ତି, ପାଠ ସାଠ ପଢୁଛନ୍ତି, ତା ସହିତ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଉଛନ୍ତି। ସେଇ ବାପା ମାଙ୍କ ପାଇଁ ଗର୍ବ କହିଲେ ନ ସରେ। ତେବେ ଆଜି ଆଉ ଗୋଟେ ଭଲ ଖବର ଆସିଛି। ପୁରୀରୁ ଏଇ ଖବରଟି ଆସିଛି, 51ଟି ମୁଦ୍ରା କରିଛନ୍ତି 36 ସେକେଣ୍ଡରେ। ରୋଷେଇ ଘରେ ମହଙ୍ଗା ମାଡ଼, ଚିନ୍ତାରେ ଖାଉଟି ହୁ ହୁ ହୋଇ ବଢି ଚାଲିଛି ପରିବା ଦର ଦାମ। ବଜାରରେ ଲାଗିଲାଣି ନିଆଁ, ଖାଉଟିଙ୍କ ପକେଟକୁ ମହଙ୍ଗା ମାଡ଼। କେବେ କମିବ ଦର ଚିନ୍ତାରେ ରହିଛନ୍ତି ଲୋକେ। ଟମାଟୋ 100 ଟଙ୍କା, ଫୁଲକୋବି 120 ଟଙ୍କା, କଖାରୁ 80 ଟଙ୍କା, ଭେଣ୍ଡି 40 ଟଙ୍କା, ଝୁଡଙ୍ଗ 60 ଟଙ୍କା, ଏଇ ଟାଇପର 70ରୁ 80 ଟଙ୍କା ସବୁ ପରିବା ଅଛି, ଯାହାଫଳରେ ଲୋକଙ୍କ ମନରେ ଅସନ୍ତୁଷ୍ଟ ସୃଷ୍ଟି ହେଉଛି। ସେପଟେ ଟଙ୍କା ଉପରେ ଟଙ୍କା ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି, ଏପଟେ ଟଙ୍କା ବଢାଉଛନ୍ତି, ଯାହାଫଳରେ ଲୋକମାନଙ୍କ ମନରେ ଅସନ୍ତୋଷ ସୃଷ୍ଟି ହେଉଛି। ଲୋକମାନେ ପ୍ରତିଦିନ ତ ପରିବା କିଣିବେ, ତେଲ କିଣିବେ, ଡାଲି କିଣିବେ, କିନ୍ତୁ ପ୍ରତିଦିନ ଏତେ ଟଙ୍କା ଦେଇ କୋଉଠୁ ଆଣିବେ? ଆମ ପଇସା ହିଁ ଆମକୁ ବୁଲେଇ ବଙ୍କେଇ ଯୋଜନା ମାଧ୍ୟମରେ ଦିଆଯାଉଛି ବୋଲି କିଛି ଲୋକ ଅଭିଯୋଗ କରିଛନ୍ତି। କିଛି କୌଣସି କାମକୁ ଲାଗୁନାହିଁ ଏହି ଯୋଜନା ଟଙ୍କା। ସେପଟେ ଦିନ ରାତି ଖଟି ଖଟି ଶେଷରେ ଏତେ ଟଙ୍କା ଦେଇ ପରିବା ଦାମ ଆଣିବା ପାଇଁ 10 ଥର ଲୋକ ଭାବୁଛନ୍ତି। ଦେଖନ୍ତୁ ଆଜି ବି ନେଟୱାର୍କ ପାଇଁ କେତେବେଳେ ଗଛ ଉପରେ ତ କେତେବେଳେ ପାହାଡ ଉପରେ ଲୋକ ଚଢୁଛନ୍ତି। ଆଜିର ଦିନରେ ମୋବାଇଲ ନେଟୱାର୍କ ପାଇଁ ମଣିଷ ସମାଜ ପାଇଁ ଜରୁରୀ ଉପାଦାନ ହୋଇଯାଇଛି। ତେବେ ଏଭଳି ଏକ ଘଟଣା ଘଟିଛି କାମାକ୍ଷାନଗର ଉପଖଣ୍ଡ ଆଦିବାସୀ ଗାଁର କଙ୍କଡାହାଟ ବ୍ଲକରେ। ତେବେ ଲୋକମାନେ ମୋବାଇଲ ଟିକେ ନେଟୱାର୍କ ପାଇଁ ଗଛ ଉପରେ ପାହାଡ ଉପରେ ଚଢୁଛନ୍ତି। ମାନେ ଭାବନ୍ତୁ ସେଇଠି ଲୋକ ଯୋଉ ରହୁଛନ୍ତି 3000ରୁ ଅଧିକ ଲୋକ ବସବାସ କରୁଛନ୍ତି, ତାଙ୍କର ଭବିଷ୍ୟତ କଣ? ପିଲାମାନଙ୍କର ଭବିଷ୍ୟତ କଣ? କେମିତି ପାଠ ପଢୁଥିବେ, କଣ କରୁଥିବେ? ବିନା ଇଣ୍ଟରନେଟରେ ମୋବାଇଲ ଚଲେଇ ପାରୁନଥିବେ, ତା ସହିତ କଲ ମଧ୍ୟ ଟିକେ ହୋଇପାରୁନାହିଁ। ସୁବିଧା ଅସୁବିଧା ପାଇଁ ଏସବୁ ଦାୟୀ ହେଲେ କେବଳ ସରକାର। ବିଏସଏନଏଲ ନେଟୱାର୍କ ତ ଆସୁନାହିଁ, ଜିଓ ନେଟୱାର୍କ ଆସୁନାହିଁ, କୌଣସି ନେଟୱାର୍କ ଆସୁନାହିଁ। ପାହାଡ ଜଙ୍ଗଲର ଗଛରେ ବଡ ବଡ ଚଢି ଲୋକମାନେ ନେଟୱାର୍କ ଯୋଗାଉଛନ୍ତି, କାହା ସହିତ ଟିକେ କଥା ହଉଛନ୍ତି। ଏଭଳି ଏରିଆକୁ ସରକାରଙ୍କର ମଧ୍ୟ ନଜର ପଡୁନି। ତେବେ ପ୍ରତ୍ୟେକ ଦିନ ଏଇଭଳିଆ ଦେଶ ବିଦେଶର ଖବର ଦେଖିବା ପାଇଁ ହେଲେ ଆମର ଏଇ ଚ୍ୟାନେଲଟିକୁ ସବସ୍କ୍ରାଇବ କରନ୍ତୁ, ଯାହାଫଳରେ ପ୍ରତ୍ୟେକ ଦିନ ସକାଳ 5ଟାରେ ସନ୍ଧ୍ୟା 5ଟାରେ ଆମ ଚ୍ୟାନେଲରେ କିଛିଟା ଗୁରୁତ୍ୱପୂର୍ଣ୍ଣ ଖବର ପାଇପାରିବେ। କମେଣ୍ଟରେ ଲେଖିଦିଅନ୍ତୁ। ଜୟ ଜଗନ୍ନାଥ।